सर्वभूतेषु मातृरूपेणं संस्थिता नमो तस्यै नमो तस्यै नमो तस्यै नमो नमः ओ आघा आघारा मोरी ठिकाना मते अजाना मुझे थले 22 कैरेट सुना मुझे है गले उठे दिए बोमा हे हे राज्य रे चंडे पाठ जाने ने चंडे पूजा घर बसे खेले दंडरे चंडा बोले बोलो थले बोले समस्ते कहते मते चंडा सही दीपद शब्द सही दीपद कथा प्रति मुहूर्त मते पागल कर दिए हाँ प्रति मुहूर्त मते पागल कर दिए कहीं कहे मते जारो जो संतान कहीं कहे गोटाए चरित्रहीन पुओ कहीं कहे बापर परिचय नथिबा गोटाए अमनिष गोटाए अमनिष हाँ हम गोटाए अमनिष और कौन भूल वो देखिए जन्म दिला आउ किए छाड़ी चली गला जे मु बा को भूल करी थले हाजी पालठी जईची गोटाए बेसहारा मनीष बाबा नथिबा गोटाए हे बाघा मनीष हे कौन कले पाइबी मो माँ बापार परिचय कौटी को गले पाइबी ये बाघा बाघार माँ बापार परिचय किए दब मो किए दब मो माँ बापार परिचय किए दब मो हजि जाइथिबा सही ठिकाना तुम्हें दब हेले किए तमें तमको हेजाए मो जानी कि चिन्हनी हठात चली आसिक कह तो ओ देवी किए तमें ताहले मते पर्यंत चिन्ह दो हाँ मु हेउछे ए राजांकर गुमास्ता बुझलु रे बाखा हेले मु हेउछे राज्यर गुमास्ता मो ना हेउछे गिनी 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 हाँ अरे तुम नाटा होची गिन्नी हेले केमिति जानिलो होरी सही हजि जाइथिबो ठिकाना मु जानि छि रे मु जानि छि हेले कोन सुनिबो त परिचय परिचय तो निश्चय शुणेबे तब ठीक अछि रे जदि भूल परिचयटा देई दियो अब तो ठकिबा पाई जदि गोटाए षड़यंत्र होई थाए ताले गिन्नी को मृदंग बजाई देबी मु ठीक ठीक परिचय दे देबे हेले कोन सुनिबो हां सुनिबी तब सुने रे बाखा
ଯେତେବେଳେ ଜନ୍ମ ହେଲୁ ଜନ୍ମ ହେଇକି ମାତ୍ର 6 ଦିନ ହେଇଥିଲା 6 ଦିନ ଯେତେବେଳେ ତ ଜନ୍ମ ହେଇଥିଲା ହେଲେ ରାଜ ପରିବାରରେ ତ ଜାତକ ଗଣନା କରାଗଲା ରାଜ ଦରବାରରେ ଯେତେବେଳେ ଜାତକ ଗଣନା କରାଗଲା ସେତିକି ବେଳେ ତୋ ଭାଗ୍ୟରେ ପୁଣି ରାଜ ପଣ୍ଡିତ ଚମକି ଉଠିଥିଲେ କାହିଁକି କାହିଁକି ଏମିତି କଣ ଥିଲା ମୋ ଜାତକରେ କାହିଁକି ରାଜା ପଣ୍ଡିତଟା ଚମକି ପଡ଼ିଥିଲେ ଆରେ ସେ ରାଜ ପଣ୍ଡିତ ତୋ ଜାତକ ଗଣି ନେବାରେ ତୋର ପୁଣି ରାଜା ହେବାର ଯୋଗ ମୋର ପୁଣି ରାଜା ହେବାର ଯୋଗ ମତେ ଜମାରୁ ବିଶ୍ୱାସ ହଉନି ତୋପରେ କଣ ହେଇଛି ଜାଣିଛୁ ଆରେ ତୁ ଯେତେବେଳେ ରାଜା ହେବାର ଯୋଗ ରହିଛି ରାଜାଟା ତା ଦେହରେ ଜମା ତତେ ଭଲ ଲାଗିଲା କାହିଁକି ନା ଜାଣିଛୁ ରାଜା ଗୋଟାଏ ନିଃସନ୍ତାନ ହେଲେ ସେ କଣ କଲା ଜାଣିଛୁ କଣ କଲା ତତେ ଘାତକକୁ ଡକାଇ ଜଙ୍ଗଲରେ ନେଇ ହତ୍ୟା କରି ବାଘ ମୁହଁରେ ଠେଲି ଦେବାକୁ ଚେଷ୍ଟା କରିଥିଲା ମତେ ସିନା ସେଇ ରାଜା ହବାର ଖବର ଶୁଣି ସେଇ ଜଙ୍ଗଲରେ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା ହେଲେ ମୋ ମା ବାପା କୋଉ ଭୁଲ କରିଥିଲେ ସେ ମୋ ମା ବାପା ଗଲେ କୁଆଡେ ଜାଣିଛୁ କଣ ହେଇଛି ଯେତେବେଳେ ଜଙ୍ଗଲରେ ନେଇ ହତ୍ୟା କରିଥିଲେ ଆରେ ବଡ଼ ମଣିଷ ତତେ ଉଦ୍ଧାର କରିଥିଲା ବଡ଼ ମଣିଷ ମତେ ବଡ଼ ମଣିଷଟା ଉଦ୍ଧାର କରିଥିଲା ଆଉ କଣ କଲେ ଜାଣିଛୁ କଣ କଲେ ତା ସହିତ ମୁଁ ବି ଯାଇଥାଏ ହେଲେ ବଡ଼ ମଣିଷ ଯେମିତିରେ ତତେ ବାଘ ହାବୁଡାରୁ ଉଦ୍ଧାର କରି ସେ ଲାଳନ ପାଳନ କରିବା ପାଇଁ ଚେଷ୍ଟା କଲା ମୁଁ କାନ୍ଦି କାନ୍ଦି ବସିଥାଏ ରେ କାହିଁକି ନା ତୋ ବାପା ହେଉଛି ମୋ ବଂଶର ଭାଇ ରେ ହେଲେ ତୋର ଦୁଃଖ ନ ଦେଖି ମୁଁ କାନ୍ଦି କାନ୍ଦି ବସିଥିଲି ବଡ଼ ମଣିଷଟା ମତେ ଇଶାରା ଦେଲା ରେ ଇଶାରା ଦେଲା ବଡ଼ ମଣିଷ ତମକୁ ଇଶାରା ଦେଲା ମତେ ବଞ୍ଚେଇବା ପାଇଁ ଆଉ ତତେ ଲାଳନ ପାଳନ କରି ମୁଁ ତାର ସେବା ଯତ୍ନ କରିବା ପାଇଁ ମତେ ଇଶାରା ଦେଲା ହେଲେ କାହିଁକି ତମେ ମୋର ସେବା କଲନି କାହିଁକି ଗୋଟାଏ ହେ ଦୁନିଆ ଦାଣ୍ଡରେ ଗୋଟାଏ ମଣିଷ ହବା ପାଇଁ ଛାଡ଼ିଦେଲ କଣ କରିବି ରେ ବାଘା ତମେ ବି କଣ ଭାବୁଥିଲ ଆରେ ତୁ ତ ମୋ ନିଜ ଭାଇର ପୁତୁରା ପୁଅଟା ତମ ଭାଇର ପୁଅ ସମ୍ପର୍କରେ ମୁଁ ତମ ପୁତୁରା ବୋଧେ ସେଇ ରାଜା ହବାର ଖବର ଶୁଣି ସେ ରାଜାଟା ଜମା ସହି ପାରିଲାନି ରାଜା ସହି ପାରିଲାନି ଆଉ ତମେ ବି କଣ ସହି ପାରିଲାନି କାହିଁକି ମୁଁ କଣ କଲି ଜାଣିଛୁ କଣ କଲ ମୁଁ ଯେତେବେଳେ ବସୁଦେବ ଶ୍ରୀକୃଷ୍ଣଙ୍କୁ କଂସ ଦଳରେ ଗୋପପୁରକୁ ନେଇ ରଖିଥିଲି ଠିକ ସେଇଭଳି ମୁଁ ରାଜାର ଭୟରେ ତତେ ଗୁପ୍ତ ପ୍ରକାରେ ନେଇ ରଖିଥିଲି ରେ ସେ ଲକ୍ଷ୍ମୀପୁରରେ ଆଉ ଲକ୍ଷ୍ମୀପୁରରେ ନେଇ ଗୋଟାଏ ଅର୍ଦ୍ଧନାରୀ ପାଖରେ ତତେ ଦେଇଥିଲି ରେ ଆଉ ତୋ ଠିକଣା କହିବା ପାଇଁ ତାକୁ ମନା କରିଦେଇଥିଲି ହେଲେ ତୁ ହେଉଛୁ ପ୍ରକୃତରେ ବାଘା ଆଉ ତୋ ଘର ହେଉଛି ଲକ୍ଷ୍ମୀପୁର ତୁ ଲକ୍ଷ୍ମୀପୁରରେ ପଢୁଥିଲୁ ରେ ମୋରି ବାପାର ଭାଇ ହଉଛ ତମେ ସମ୍ପର୍କରେ ମୁଁ ତମକୁ କାକା ଡାକିବି ନା କାକା ଡାକିବ ହେ କାକା ଅରେ ବାଘା କରେ କେହି କଣ ଜନ୍ମ ହେବା ପୂର୍ବରୁ ଜାଣିଥାଏ ରାଜା ହବ ନା ପ୍ରଜା କଣ କରିବି ରେ କାହିଁକି କଣ
କାହିଁକି ମୋ ସାଥିରେ ଏମିତି ଗୋଟାଏ କଣ କରିବୁ ଦୁଃଖଟା ଲଦି ଦିଆଗଲା? ଏ ରାଜାର ଶାସନ ହିଁ ସେଇଆ ଯେ ଯେହେତୁ ରାଜା ଗୋଟାଏ ନିସନ୍ତାନ କାଳେ ଯଦି ଏ ରାଜା ହେଇଯିବ ତାହେଲେ ସର୍ବନାଶ ହେଇଯିବ ବୋଲି ସେ ଚକ୍ରାନ୍ତ କରିଥିଲା। ସେଇ ଚମ୍ପକଗଡ଼ ରାଜା ଚନ୍ଦ୍ରକାନ୍ତ ମଣିଷ ସଜାଇ ଦେଇଥିଲା ମତେ ମାରିବା ପାଇଁ ସେଇ ଜଙ୍ଗଲକୁ ପଠାଇ ଦେଇଥିଲା। ମୁଁ ସେଇ ପ୍ରତିଶୋଧ ନିଶ୍ଚୟ ନେବି। ଆରେ କଣ ଭୁଲ କରିଥିଲା ମୋ ବାପା ମା? କାହିଁକି ମାରିଦେଲ ସେ? ହେ କାକା ମାରିଦେବି ସେଇ ରାଜାକୁ। ହେତେ ହେତେ ବେଇମାନି ରାଜା ସେ। ଆସ୍ତେ ଟେନସନ ହୋନା ଅଧିକ ଗରମ ହେଇଗଲେ ହେ କାକା আরে রাগ যে পরম চান্নাল তা সাঙ্গে বুলুথায়ে কাল হেলে ধৈর্য ধরিବାକୁ পড়িব তু সেমিতি গরম হব না তত মু উপায়তে বতাই দউছি। উপায় নিশ্চয় বতাইব। হেলে মু হেউছি সে রাজাঙ্কর গুমাস্তা। হেলে মু ততে নাই সে রাজাঙ্ক পাখরে গোটাଏ চাকরি দেই দেবি রে চাকরি। ଚାକିରି ହଉ ସେଇ ଚାକିରି ବାହାନାରେ ମୁଁ ସେଇ ରାଜାକୁ କାକା ହେଇ ବେଇମାନ ରାଜାର ପ୍ରତିଶୋଧ ନେବା ଦରକାର। ହେଇ ବେଇମାନ ରାଜାକୁ ହେଇ ଦଳୀୟ ଦାଣ୍ଡରେ ଯଦି ମୁଁ ତ ପ୍ରତିଶୋଧ ନେଇ ମାରି ନ ଦେଇଯିବ ନାମେ ବାଘା ନୁହଁ ଓ ବାଘାରାଣା। ଆଜି ମୋ ଠିକଣାଟା ପାଇ ଯାଇଛେ। ଓ ବୁଝିଥିଲେ ଭାରି ଭଲ ଅବୁଝ ହେଇଗଲେ ପକ୍କା ବେଇମାନ। ହରେ ବାଘା ମୁଁ ବି ବୁଝିଲେ ଦିନିରେ ନହେଲେ ନହେଲେ ମୁଁ କେବେ ଖାଏନି ଚିନି। ଆଉ ଯେମିତି টাকা টাকা দিনা কারা দিনা দিনে বজাই দেবারে আগিরি বজাই দেবা তবে চালে সেই অবিবেকী রাজাকে নিশ্চয় আর এই কর্মফলটা জনাই দেবা। তবে ঠিক আছে কেড়ে অবিবেকী রাজাটা সে কেড়ে বেইমানি সেই রাজা রে কেড়ে বেইমানি সেই রাজা রে কেড়ে বেইমানি সেই রাজা রে বিনা দোষে দিয়ে প্রজা কষ্ট রে কেড়ে 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 বেইমানি সেই রাজা রে। निरीह माता पिता को से मारी देला वो कर्म को से इच्छे बदली देला। निरीह माता पिता को बदमा से मारी देला हे मनीष को मनीष करला निश्चय मारी देवी से राजरे जम डाकिलानी से ताकू रे मोहि मारी देवी से राजा को काका मारी देवी से राजा को। काका अरे ये समय नष्ट करवा कहीं हमें कहीच सही राज दरबार मत चाकरीटा लगे दब से आरंभ हम ए कहानी प्रथम अध्याय। अरे चलो काका आउ ये समय नष्ट करवाने। जय महाकाल।